ସାଙ୍ଗମାନେ ଆମେ କିଛି ସମୟ ବୁଲାବୁଲି କଲା ପରେ ଏବେ ମାଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଉଛୁ କାରଣ ବେଢା ଖୋଲା ହେଇଯିବଣି। ଫାଷ୍ଟ ଆମେ ସମସ୍ତେ ଚପଲ ରଖିଦେଇକି ଗୋଡ ହାତ ଧୁଆ ଧୁଇ ହେବା ପାଇଁ ଗଲୁ କାରଣ ଆମେ ବାହାରେ ବୁଲୁଥିଲୁ ସେଥିପାଇଁ। ଗୋଡ ହାତ ଧୋଇ ଯିବା ଏଠି ଗୋଡ ହାତ ଧୋଇଦବା ଯିବା ଗୋଡ ଧୋ ସାଙ୍ଗମାନେ ଆମେ ପହଞ୍ଚିଲା ବେଳକୁ ମାଙ୍କ ବେଢା ଖୋଲା ହେଇନଥିଲା ସେଥିପାଇଁ ଆମେ ଟିକେ ମନ୍ଦିର ଚତୁଃପାର୍ଶ୍ୱରେ ବୁଲାବୁଲି କଲୁ। ନମ କରେ ସାଙ୍ଗମାନେ ଆମ ଭାଗ୍ୟରେ ବୋଧେ ଥିଲା ମାଙ୍କ ଦର୍ଶନ ସେଥିପାଇଁ କିଛି ସମୟ ପରେ ମାଙ୍କ ବେଢା ଖୋଲା ହେଇଗଲା। ଆମେ ଅତି ଭଲ ଭାବରେ ସୁନ୍ଦର ଭାବରେ ମାଙ୍କୁ ଦର୍ଶନ କରିଲୁ। ମନ୍ଦିର ବେଢାରେ ମାଙ୍କ ଶଙ୍ଖା ସିନ୍ଦୁର ଶାଢୀ ଦୋକାନ ସବୁ ଅଛି ଆଉ ଏଠି ଅନ୍ନ ପ୍ରସାଦ ମଧ୍ୟ ଦିଆହଉଛି। ଆପଣ ମାନେ ଚାହିଁଲେ ପଇସା ଦେଇକି ଯେତିକି ତାଙ୍କ ପ୍ରାଇସ୍ ପଇସା ଦେଇକି ଆପଣ ମାନେ ଖାଇ ବିି ପାରିବେ ଏଠି। ଆମେ ମନ୍ଦିର ଭିତରେ ଭଲ ଭାବରେ ବୁଲାବୁଲି କରିସାରିଲା ପରେ ଏବେ ବାହାରକୁ ଆସିଲୁ ଦେଖୁଛୁ ଯେ ଏଇଠି ଖାଲି ମାଙ୍କଡ ପ୍ରବଳ ମାଙ୍କଡ ବୁଲୁଛନ୍ତି। ମୁଁ ସବୁ ଦୂରରୁ କହିହବନି ପାଖକୁ ଗଲାନି ପଳେଇ